ଦେଖନ୍ତୁ ଭାଇ 2 ତାରିଖରୁ ଡିଓ ମିଳିଛି। ଆମେ ଆସି ପାର୍କିଂ ରେ ବସିଲୁ 4 ତାରିଖ। ସିଏମ୍ ପ୍ରୋଗ୍ରାମ ଯୋଗୁରୁ 2 ଦିନ ଆମେ ବହୁତ କଷ୍ଟରେ ରାସ୍ତା କଡ଼ରେ ବିତେଇଛୁ। ତାପରେ ଆମର ହେଇଗଲା ପାର୍କିଂ ରେ ପଶିଲୁ 12:27 ରେ। ପାର୍କିଂ ସ୍ଲିପ୍ ଆମ ଟାଟାର ଗାଡ଼ି ସେଫ୍ଟି ଆମର ଆମ ସେଫ୍ଟି ଗାଡ଼ି ସେଫ୍ଟି ଲାଇସେନ୍ସ ସବୁ ଚେକ୍ ହେଇକି ଏଣ୍ଟ୍ରି ପାସ୍ ହେଇଗଲା। ଚେକ୍ ଭେହିକିଲ୍ ସବୁ ଚେକ୍ ହେଇଗଲା, ସେଫ୍ଟି ପାସ୍ ହେଇଯାଇଛି। ବର୍ତ୍ତମାନ ଯିବୁ ଲୋଡ଼ିଂ ପାଇଁ, କାର୍ଡ ସିରିଏଲ ଆସିଲେ ଆଉ। ଜୟ ଜଗନ୍ନାଥ ଭାଇ। ରାତି 2ଟାରେ ଖଳବଦ ପାର୍କିଂ କୁ ପଶିଗଲୁ ଆମେ ଆସିକି। ଏ ଦେଖନ୍ତୁ ଗାଡ଼ି କେତେ ଲାଗିଛନ୍ତି। ଆମ ଗାଡ଼ି ବି ଏଠି ଲାଗିଛି। କାର୍ଡ ଦିଆ ହେଇଯାଇଛି, ପଞ୍ଚିଂ କାର୍ଡ। କେତେବେଳେ ଲୋଡିଂ ହଉଛି ଦେଖିବା, ସିରିଏଲ କେତେବେଳେ ଆସୁଛି ଆଉ। ଏଇଠି ବସିଛୁ ଗାଡ଼ି ଭିତରେ। ଲୋଡ୍ କରିବା ପାଇଁ ଆସିକି ମାଇନ୍ସରେ ପହଞ୍ଚିଗଲୁ ରାତି 3ଟା ବେଳେ। ଦେଖନ୍ତୁ ଲୋଡ୍ ହଉଛି ଏଇପଟେ। ସବୁ ଲୋଡ୍ ଗାଡ଼ି ଛିଡ଼ା ହେଇଛନ୍ତି, କଣ୍ଟା କରିବେ। ସେଇଠି ଦେଖନ୍ତୁ ଲୋଡ୍ ହେଲା। ଲୋଡ୍ ହେଇ ସାରିକି ଗାଡ଼ି ଆମେ ଏବେ କଣ୍ଟା କରିବା ପାଇଁ ପଳେଇ ଆସିଲୁ। କଣ୍ଟା ସିରିଏଲ ଲଗେଇ ଦେଇଛୁ। ଆଉ 3ଟା ଗାଡ଼ି ପଛରେ ମୋ ଗାଡ଼ି କଣ୍ଟା ହବ। କଣ୍ଟା କରି ସାରିଲା ପରେ ବାହାରିବୁ ମାଇନ୍ସରୁ। ଲୋଡ୍ ଗାଡ଼ି ଯାଉଛି କଣ୍ଟା ହେବା ପାଇଁ। ଦେଖନ୍ତୁ କେମିତି ଓଦା ମାଲ ସବୁ ଯାଉଛି ଆମ ମାଇନ୍ସରୁ। ପୁରା ପାଣି ଦର ଦର କି ବାହାରୁଛି। ଏମିତି ଯଦି ପାଣି ପଡ଼ିଯିବ ରାସ୍ତା ସାରା କ'ଣ ହବ? ମାଲ ସର୍ଟ ହବ, ଲାଷ୍ଟକୁ ମାଲିକ ଖାତାରୁ କଟାଯିବ। କିନ୍ତୁ କମ୍ପାନୀ ଆମକୁ ମାଲ କମ୍ ଦଉଛନ୍ତି। ଆମେ ମାଲ ନେଇକି ଯାଉଛୁ, ପହଞ୍ଚିଲା ପରେ ସେଠି ପ୍ଲାଣ୍ଟରେ କହିବେ ତମେ ମାଲ ବିକି ଦେଇଛ, ନହେଲେ ସର୍ଟ କେମିତି ହବ? ଦେଖିଲା ବେଳକୁ ଆଙ୍କର ଏଠି ମୂଳରୁ। ବର୍ତ୍ତମାନ ପହଞ୍ଚିଗଲୁ ରିମୁଡ଼ିରେ। ଏଠି ଚାଲାଣ କାଟା ହବ। ଚାଲାଣ କାଟା ସରିଲା ପରେ ଯିବା ତେଲ ପକେଇକି ବାହାରିବା ଆଉ। ଆମର ତେଲ ପଡ଼ିଗଲା। ପଡ଼ି ସାରିଲା ପରେ ନା ବାହାରିବୁ ତାପରେ ଖାଲି କରିବା ପାଇଁ। ଆମେ 2ଟା ଗାଡ଼ି ସାଙ୍ଗ ହେଇକି ଯାଉଛୁ କାଠିଆ ଭାଇ ସହିତ। ଏ ହେଲା କାଠିଆ ଭାଇର ଗାଡ଼ି। କାଠିଆ ଭାଇ ମୁଁ ରାସ୍ତା ସାରା ଏନ୍ଜୟ କରିକା ଯିବୁ, ଖାଲି କରିକି ବାହାରିବୁ ଆଉ। ଦେଖନ୍ତୁ ଖାଲି ସରିଗଲା, କଣ୍ଟା ସ୍ଲିପ୍ ମିଳିଗଲା। ଖାଲି ସରିଲା ପଳେଇ ଆସିଲେ। ଏବେ ଗାଧୋଇବା ପାଇଁ ଛିଡ଼ା ହେଇଛୁ। କାଠିଆ ଭାଇର ବଡି ଦେଖନ୍ତୁ, ପୁରା ଟେଡେ ମେଢେ କୁରକୁରି ଖାଇ ଖାଇକା କେମିତି ବଡି ବାହାର କରିକି ରଖିଛି କାଠିଆ ଭାଇ। ଆଗଟା ଟିକେ ଦେଖାଅ, ଆଗଟା ବୋଲ ଟେଡେ ମେଢେ ଖାଲି ଭାତ ଖାଉନି ପିଲା, ଟେଡେ ମେଢେ ଖାଇଦଉଛି। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗିଲା, ଲାଇକ୍, ସେୟାର, ସବସ୍କ୍ରାଇବ।